23 ବର୍ଷର 24 ବର୍ଷର ସରକାର ଯାର ମୌଳିକ ଶାସନ ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ଏକ ମୌଳିକ ବିଭାଗ ଯାହାକୁ ଆଧାର କରି ଓଡ଼ିଶାର ସମସ୍ତ ଜନସାଧାରଣ ଆଶା ରଖିଛନ୍ତି ଯେ ସରକାର ସବୁବେଳେ ସ୍ୱାସ୍ଥ୍ୟ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସିବେ ଆଉ ସ୍ୱାସ୍ଥ୍ୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ। କିନ୍ତୁ ସ୍ୱାସ୍ଥ୍ୟର ଅବସ୍ଥା ଦେଖିଲେ ଆମେ ଜାଣିପାରିବା ଯେ ପ୍ରକୃତରେ ଏତେ ବର୍ଷର ଶାସନ ବ୍ୟବସ୍ଥା ଭିତରେ ସ୍ୱାସ୍ଥ୍ୟର ମୌଳିକ ସୁବିଧା ବି ହେଇପାରିବ। ତାର କିଛି ତଥ୍ୟ ଆପଣମାନଙ୍କୁ ସୂଚନା ଦେବି, ତାପରେ ମୁଁ ମୋର କମେଣ୍ଟସ୍ ରଖିବି। ଆମର 24 ବର୍ଷ ବ୍ୟବସ୍ଥା ଭିତରେ ଆମର ଖାଲି ଥିବା 15,774 ପୋଷ୍ଟରୁ 7,276 ପୋଷ୍ଟ ଖାଲି ଅଛି ଡକ୍ଟର ପୋଷ୍ଟ, ଅର୍ଥାତ୍ ପ୍ରାୟ 48.91% ପୋଷ୍ଟ ଖାଲି ରହିଲା। ସେହିପରି 12ଟି ମେଡିକାଲ କଲେଜରେ 290 ମଞ୍ଜୁରୀ ପ୍ରାପ୍ତ ପ୍ରଫେସରରୁ 74ଟି ଖାଲି ରହିଛି। ସେମିତି 463ଟି ଆସୋସିଏଟ ପଦବୀରୁ 171ଟି ପଦ ଖାଲି ରହିଛି। 903 ଆସିଷ୍ଟାଣ୍ଟ ପ୍ରଫେସରରୁ 110ଟି ପଦ ଖାଲି ପଡ଼ିଛି। ରାଜ୍ୟରେ ପାରା ମେଡିକାଲ ଷ୍ଟାଫ ମଧ୍ୟରେ ରାଜ୍ୟରେ ଟୋଟାଲ 28,258 ନର୍ସିଂ ଅଫିସର ମଧ୍ୟରୁ 17,358 ପଦବୀ ଖାଲି ପଡ଼ିଛି। 3,940 ଫାର୍ମାସିଷ୍ଟ ପଦରୁ 998 ପଦ ଖାଲି ପଡ଼ିଛି। 2,235 ଲ୍ୟାବୋରେଟୋରୀ ଟେକ୍ନିସିଆନ ପଦରୁ 915ଟି ଖାଲି ପଡ଼ିଛି। 695 ରେଡିଓଗ୍ରାଫର ପଦବୀରୁ 378ଟି ଖାଲି ପଡ଼ିଛି। ଏଥିପାଇଁ କୋଟି କୋଟି ଟଙ୍କାର ସ୍ୱାସ୍ଥ୍ୟ ଯନ୍ତ୍ରାଂଶ ଆମର ଯୋଉ ମେଡିକାଲ ଇକ୍ୟୁପମେଣ୍ଟସ୍ ଯୋଉ ବିଭିନ୍ନ ମେଡିକାଲ କଲେଜ ସବ୍ ଡିଭିଜନାଲ ଅଫିସରେ ଯାହା ପଡ଼ି ରହୁଛି, ବିକଜ ଅଫ୍ ଲେକ୍ ଅଫ୍ ଆମର ପ୍ରପର ଟେକ୍ନିକାଲ ଷ୍ଟାଫ ଅଭାବରୁ ନା ଲୋକ ସ୍ୱାସ୍ଥ୍ୟ ସୁବିଧା ପାଇପାରୁଛନ୍ତି ନା ଯନ୍ତ୍ରାଂଶର ପ୍ରକୃତରେ ବ୍ୟବହାର ହେଇପାରୁଛି।